ୱେଟ୍, ଏବେ ବି ଆପଣ କ'ଣ ଗିନା ଭରି ଗଜା ବା ସାଲାଡ଼ ଖାଉଛନ୍ତି? ଯଦି ମୁଁ କହିବି ଆପଣଙ୍କୁ ଏମିତି ଗୋଟେ ଛୋଟ ପ୍ଲାଣ୍ଟ ବା ଟାଇନି ବେବି ପ୍ଲାଣ୍ଟ ଅଛି ଯିଏକି ତା ପ୍ୟାରେଣ୍ଟସଠୁ ମଧ୍ୟ ଅଧିକ ନ୍ୟୁଟ୍ରିଏଣ୍ଟ ପ୍ରୋଭାଇଡ଼ କରୁଛି, ତାହେଲେ କ'ଣ ଖାଇବେ? ହଁ ଆଜ୍ଞା, ସେଇଟା ହେଉଛି ମାଇକ୍ରୋଗ୍ରେନ୍। ତାହାକୁ ଆମେ ସୁପର ଫୁଡ୍ ଭାବରେ ଗ୍ରହଣ କରୁ। ଏହା ହେଉଛି ପ୍ଲାଣ୍ଟର ଗୋଟେ ଟିନ୍ ଏଜ୍ ଷ୍ଟେଜ୍। এটা କୌଣସି ମଞ୍ଜି ନୁହଁ କି ଗଜା ନୁହଁ କି କୌଣସି ମ୍ୟାଚୁର ଫ୍ରୁଟ୍ ୟା ଭେଜିଟେବୁଲର ପାର୍ଟ ନୁହଁ। ଏଇଟା ହେଉଛି ଗୋଟେ ଷ୍ଟେଜ୍ ଯେଉଁଟାକି ଆମେ ହାରଭେଷ୍ଟ କରୁ କେତେବେଳେ, ଯେତେବେଳେ ଆମର ଗଜା ବାହାରିଯାଏ ତାର 7ରୁ 21 ଦିନ ମଧ୍ୟରେ ଆମେ ହାରଭେଷ୍ଟ କରୁ ଆଉ ସେଇ ଜିନିଷକୁ ଆମେ କନଜ୍ୟୁମ୍ କରୁ। ତାହାକୁ କହନ୍ତି ମାଇକ୍ରୋଗ୍ରେନ୍। ଏହି ଛୋଟ ଗ୍ରୀନ୍ ସୁପର ହିରୋ ମଧ୍ୟରେ ବହୁତ ସାରା ପରିମାଣରେ ଭିଟାମିନ୍ସ, ମିନେରାଲ୍ସ, ଆଣ୍ଟିଅକ୍ସିଡେଣ୍ଟ ରହିଅଛି, ଯେମିତିକି ବ୍ରୋକୋଲି, ମୂଳା ଏବଂ ଲାଲ କଲରର କୁଶଳା ଶାଗ। ଏହା ବହୁତ ଛୋଟ ଏରିଆରେ ଗ୍ରୋ କରାଯାଏ, ଯେମିତିକି ବାଲକୋନି ଆପଣଙ୍କ ଷ୍ଟଡି ଟେବୁଲରେ ମଧ୍ୟ କରାଯାଇପାରିବ। ଯଦି ଆପଣଙ୍କୁ କିଏ ନେକ୍ସଟ ଟାଇମ୍ ପଚାରେ କି ସାଇଜ୍ ମ୍ୟାଟର୍ସ, ସୋ ଆପଣ ଗୋଟେ ଟ୍ରେ ମାଇକ୍ରୋଗ୍ରୀନ୍ ତା ଆଗରେ ରଖିଦେବେ, ବୁଝିଲେ? ସୋ ଫଲୋ କରନ୍ତୁ କିଛି ଅମେଜିଂ ପ୍ଲାଣ୍ଟ ସାଇନ୍ସ ଆଉ ତାର ଫ୍ୟୁଚର ଫୁଡ୍ ବିଷୟରେ ଜାଣିବା ପାଇଁ। ଥ୍ୟାଙ୍କ ୟୁ।